দ্বিখଣ୍ଡ করে নিଆଁରେ ପଶାଇଲା ଭଳିଆ ଅବସ୍ଥା ଆସିବ। ଆପଣ ଜମା ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଖ୍ରୀଷ୍ଟଙ୍କର ପଦାଙ୍କ ଅନୁସରଣ କରି ସେବା କରି ଚାଲନ୍ତୁ, ଅନ୍ୟମାନଙ୍କୁ ସାହାଯ୍ୟ କରି ଚାଲନ୍ତୁ, ଅନ୍ୟମାନଙ୍କ ତତ୍ତ୍ୱ ନିଅନ୍ତୁ। ଲୋକେ କ'ଣ କହୁଛନ୍ତି, ପରିବାର ବର୍ଗ କ'ଣ କହୁଛନ୍ତି, ବନ୍ଧୁବର୍ଗ କ'ଣ କହୁଛନ୍ତି, ଜମା ୱରିଡ୍ ହୁଅନ୍ତୁ ନାହିଁ। ସାମ୍ନାରେ ପୁରସ୍କାର ଥୁଆ ହେଇଛି, ସେ ପୁରସ୍କାର ସମାରୋହ ଦିନ ଲୋକେ ଜାଣିବେ ଆପଣ କିଏ କିଏ। ଲୋକମାନେ ନିନ୍ଦା ଅପମାନ କରି ଯୀଶୁଙ୍କୁ କ୍ରୁଶ ଚଢ଼େଇଲେ, କିନ୍ତୁ ତୃତୀୟ ଦିନରେ ପୁନରୁତ୍ଥାନକୁ ଅଟକାଇ ପାରିଲେ ନାହିଁ। ସେ ଗୌରବରେ ପୁନରୁତ୍ଥିତ ହେଲେ। ଆପଣଙ୍କ ପାଇଁ ମଧ୍ୟ ଦୁର୍ନାମର ସମୟ ଅଛି, ପୁରସ୍କାର ସମୟ ମଧ୍ୟ ଅଛି। ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ଉପେକ୍ଷା ପାଇଁ ଅପେକ୍ଷା କରନ୍ତୁ ନାହିଁ। ଦିନେ ମତେ ଉପେକ୍ଷା କରିବେ, ଉପେକ୍ଷା କଲେ ନିରୁତ୍ସାହିତ ହୁଅନ୍ତୁ ନାହିଁ, କି ଆପଣଙ୍କୁ ପ୍ରଶଂସା କଲେ ମଧ୍ୟ ଆପଣ ବହୁତ ଆନନ୍ଦିତ ହେବାର ଆବଶ୍ୟକ ନାହିଁ। କାରଣ ଆଜି ଯେଉଁମାନେ ପ୍ରଶଂସା କରିଛନ୍ତି, ଏପ୍ରିସିଏଟ୍ କରିଛନ୍ତି, ପରବର୍ତ୍ତୀ ସମୟରେ ସେମାନେ ଆପଣଙ୍କ ଦୁର୍ନାମ ମଧ୍ୟ କରିପାରନ୍ତି।